ସ୍ୱାଧୀନତା ଦିବସରେ ମୁହାଁମୁହିଁ ହେଲେ ବର୍ଷା ଆଉ ଅନୁଭବ। ଦର୍ଶକ ବନ୍ଧୁ ପୁଣି ଥରେ ଅନେକ ଦିନ ପରେ ଅନ୍ତର ପରେ ପୁଣି ଥରେ ଦେଖା ହୋଇଛନ୍ତି, ମୁହାଁମୁହିଁ ହୋଇଛନ୍ତି ଓଲିଉଡ୍ ଷ୍ଟାର ଅଭିନେତା ଅନୁ ମହାନ୍ତି ଆଉ ଚୁଲବୁଲି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ତେବେ ଅଗଷ୍ଟ 15 ଅବସରରେ ସ୍ୱାଧୀନତା ଦିବସରେ କାଳେ ପୁଣି ଥରେ ଦେଖା ହୋଇଥିବାର ମୁହାଁମୁହିଁ ହୋଇଥିବାର ଖବର ଆସୁଛି। ଆପଣ ଜାଣିଥିବେ ଉଭୟ ହେଉଛନ୍ତି କଟକରେ ବାସିନ୍ଦା। ତେବେ କଟକରେ ରହିଥିବା ବେଳେ ସେ ପାଖାପାଖି ଗୋଟିଏ ଜାଗାରେ ପଡ଼ିଆ ଯାଇ ତ୍ରିରଙ୍ଗା ଉଡ଼ାଇ ଲାଗି ଏକାଠି ପୁଣି ହୋଇଥିଲେ ଉଭୟ ବର୍ଷା ପ୍ରିୟଦର୍ଶିନୀ ଅଭିନେତା ଅନୁ ମହାନ୍ତି। ପ୍ରଥମେ ଅଭିନେତା ଅନୁ ମହାନ୍ତି ନିଜ ନୂଆ ପତ୍ନୀ ଜାଗୃତିଙ୍କ ସହିତ ଯାଇ ପହଞ୍ଚିବା ବେଳେ ପରେ ପହଞ୍ଚିଥିଲେ ଅଭିନେତ୍ରୀ ବର୍ଷା। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଙ୍ଗସାଥି ସହିତ ଯାଇ ପହଞ୍ଚିବାର ସୂଚନା ଅଛି। ଏତିକି ସମୟରେ ହଠାତ୍ ଦେଖା ହୋଇଥିଲା ପଡ଼ିଆରେ ତ୍ରିରଙ୍ଗା ଉଡ଼ାଇଥିଲେ ଉଭୟ ବର୍ଷା ଆଉ ଅନୁଭବ। ଏକାଠି ମିଶିକରି ଏବେ ପତାକା ଉଡ଼ିବା ପରେ ତାଙ୍କ ଭିତରେ ହୋଇଥିଲା କିଛି କଥାବାର୍ତ୍ତା। ତେବେ ଅଭିନେତା ଅନୁ ମହାନ୍ତି ବର୍ଷାକୁ ଦେଖିକରି କିଛି ନ କହିଥିବା ବେଳେ ମୁହଁ ବୁଲାଇଥିଲେ। ଅଭିନେତ୍ରୀ ବର୍ଷା କିନ୍ତୁ ଦେଖିକରି ତଳକୁ ପଡ଼ିଥିଲେ ମୁହଁ। ଆଉ ଯାହାକୁ ଦେଖିକରି ଜାଗୃତି ଶୁକ୍ଲା କିନ୍ତୁ ଭୀଷଣ ରାଗି ଯାଇଥିବାର ସୂଚନା ହେଉଛି।